কবিতা ফেব্রুয়ারি 30। কবি মোহিত ଚକ୍ରବର୍ତ୍ତୀ। ସେ ଯେଉଁଦିନ ମୋତେ କହିଲା ଜୀବନରେ କେବେ ଯଦି ମୋର ତୁମଠୁ ଅଲଗା ହେବାର ଦିନ ଆସେ ତେବେ ସେଦିନ ହେବ ଫେବ୍ରୁଆରି 30। ଫେବ୍ରୁଆରି 30 ଗୋଟାଏ ମୁହୂର୍ତ୍ତରେ ଯେମିତି ସବୁକିଛି ସ୍ତବ୍ଧ ହୋଇଗଲା। ସ୍ତବ୍ଧ ହୋଇଗଲା ସମୁଦ୍ରର କୋଳାହଳ, ସ୍ଥିର ହୋଇଗଲା ପ୍ରବହମାନ ସମୟ, ଉଡ଼ୁଥିବା ଚଢ଼େଇମାନେ ଅଟକିଗଲେ ଆକାଶରେ, ନଈ ଫେରିଗଲା ପାହାଡ଼ର କୋଡ଼କୁ। ଝରିଥିବା ଶୁଖିଲା ପତ୍ର ସବୁ ଫେରିଆସିଲେ ଗଛର କଅଁଳ ଶାଖାରେ। ଚୁମ୍ବନର ଲିପଷ୍ଟିକ୍ ଫେରିଗଲା ଓଠଧାରକୁ, ଫୁଟିବାକୁ ଯାଉଥିବା ବୋମାମାନେ ଅଟକିଗଲେ ଆମ୍ବୁସର ଘେରାବନ୍ଦୀରେ। ସ୍ଥିର ହୋଇଗଲା ସମୟ ଗୋଟାଏ ମୁହୂର୍ତ୍ତରେ।